ରେମୁଣା ଓ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଏକଦା ବହୁତ ଛୋଟ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇଥିଲା। ହଜାର ହଜାର ଲୋକ ନିଯୁକ୍ତି ପାଇଥିଲେ। ମାତ୍ର ବିଭିନ୍ନ କାରଣରୁ ବିର୍ଲା ଟାୟାର୍ସ ଭଳି ଏକ ବୃହତ ଶିଳ୍ପ ରୁଗ୍ଣ ହୋଇ ବନ୍ଦ ହୋଇଯାଇଥିଲା। ଇମାମି ପେପର ମିଲ୍ସ ଓ ବାଲେଶ୍ୱର ଆଲଏଜ୍ ଭଳି କାରଖାନା ଏବେ ସଙ୍କଟ ମଧ୍ୟରେ ଗତି କରୁଛି। ତେଣୁ ବାଲେଶ୍ୱର ଜିଲ୍ଲାର ଅର୍ଥନୀତି ପ୍ରଭାବିତ ହୋଇଛି। ହଜାର ହଜାର କର୍ମଚାରୀ ଓ ଶ୍ରମିକ ଆଜି ଚାକିରି ହରାଇଛନ୍ତି। କ୍ଷୁଦ୍ର ଶିଳ୍ପଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୁପ। ଏଭଳି ପରିସ୍ଥିତିରେ ରେମୁଣା ଓ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ବହୁ ଚିନ୍ତାଶୀଳ ବୁଦ୍ଧିଜୀବୀ ଆଜି ରେମୁଣା ନିର୍ବାଚନ ମଣ୍ଡଳୀର ସରସ୍ୱତୀପୁରଠାରେ ଏକ ବୈଠକର ଆୟୋଜନ କରି ଏହି ପ୍ରସଙ୍ଗ ଉପରେ ଆଲୋଚନା ଓ ସମୀକ୍ଷା କରିଥିଲେ। ବିର୍ଲା ଟାୟାର୍ସକୁ କିଣିଥିବା ଡାଲମିଆ ଓ ହିମାଦ୍ରି କେମିକାଲ୍ସ ଭଳି କମ୍ପାନୀ ଟାୟାର ଉତ୍ପାଦନ କରୁଥିଲେ ମଧ୍ୟ କିଛି ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ହୀନ ଉଦ୍ୟମ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ଏହି କାରଖାନାରେ ନିଯୁକ୍ତି ଦେବା ଲାଗି ବୈଠକରେ ଦାବି କରାଯାଇଥିଲା। ଏ ମର୍ମରେ ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଆଜିର ବୈଠକରେ ଆଇନ ସେବା ଅଧିକାରୀ ସରୋଜ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଶ୍ରମିକ ୟୁନିୟନ ନେତା ଅଶୋକ ରାଉତ, କୈଳାସ ଚନ୍ଦ୍ର ସ୍ୱାଇଁ, ଶ୍ରମିକ ନେତା ଉପେନ୍ଦ୍ର ବେହେରା, ଛବିନ୍ଦ୍ର ମହାନ୍ତି, ମନୋରଞ୍ଜନ ପ୍ରଧାନ, ବିରୁଆ ପଞ୍ଚାୟତର ସରପଞ୍ଚ ସୁମନ୍ତ ଦାସ, ମାୟାଧର ପଣ୍ଡା, ମାନସ କୁମାର ପଣ୍ଡା, ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗ ଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ। ଦେଖନ୍ତୁ, ଏଟା ହେଉଛି ବିର୍ଲା ଟାୟାର୍ସ ଚାଲୁ କି ବିର୍ଲା ଟାୟାର୍ସ ଚାଲିଲେ କିଛି କର୍ମ ନିଯୁକ୍ତି ସୃଷ୍ଟି ହବ, এইটা হচ্ছে আমার সুচিন্তিত মতামত। এটা প্রথম কথা। দ্বিতীয় কথা হল যে এটি বির্লা টায়ার্স চালুলা পুরোনা পিলা কিছু তাঁর বকেয়া পাইবার বাকি ଅଛି, ଯୋଉଟା ପାଇବାର ଅଛି সেটা ପାଇଁ ସେମାନେ ଷ୍ଟ୍ରାଇକ୍ ଫାଇକ୍ ବି କରିଥିଲେ। ତା ଭିତରେ କଥା ହଉଛି ଯେ ଦୀର୍ଘ 24 ବର୍ଷ ଧରି ଗୋଟେ ସରକାର ଥିଲା, ସେ ସମୟରେ ବି ବିର୍ଲା ଟାୟାର୍ସ ବହୁତ ଝଡ଼ ଝଞ୍ଜା ଭିତରେ ଯାଇଛି। ପୁଣି ମଝିରେ ଖୋଲୁଥିଲା, ଫେର ବନ୍ଦ ହେଲା ବି ତାଙ୍କୁ ସେଇ ସମୟରେ, ପୁଣି ଖୋଲିଲା ବି ସେଇ ସମୟରେ। ଆଉ ଏବେ ପୁଣି ଆଉ ସେଠି ଗୋଟେ ରାଜନୈତିକ ଫାଇଦା ନେବା ପାଇଁ ଷ୍ଟ୍ରାଇକ୍ ଫାଇକ୍ ସବୁ ଯାତ୍ରା ଚାଲିଛି, ଆମେ ଯାହା ବୁଝୁଛୁ। ଦ୍ୱିତୀୟ କଥା ହେଲା କିଛି ପିଲାଙ୍କର ଆକ୍ଚୁଆଲି ଯେଉଁମାନେ ନ୍ୟାୟ ଅପେକ୍ଷାରେ ଅଛନ୍ତି ସେମାନେ କିଛି ଲୋକଙ୍କର ପଲିଟିକାଲ ଲିଡରଙ୍କର ମାନେ ରାଜନୈତିକ ଚକ୍ରାନ୍ତରେ ଫସିକି ରହୁଛନ୍ତି କିଛି ପିଲା, ଆମେ ସେ ବି ବୁଝିପାରୁଛୁ। ଆକ୍ଚୁଆଲି କିଛି ପିଲା ବି ନ୍ୟାୟ ପାଇବାର ହକଦାର ଅଛନ୍ତି ସେଠି, ସେଭଳି ପିଲା ବି କିଛି ଅଛନ୍ତି। ବହୁତ ଦୁଃଖ କଷ୍ଟରେ ବିର୍ଲା ଟାୟାର୍ସ ବନ୍ଦ ହେବା ପରେ ହେଇଛି। ଆମେ ଚାହୁଁନୁ ଯେ ସେ ପୂର୍ବ ଅବସ୍ଥାରେ ସେଇଭଳି ଭାବରେ ପୁଣି ଆହୁରି ବିଗତ ଦିନ ଗୁଡ଼ା ହଉ। ବାଲେଶ୍ୱର ଇଣ୍ଡଷ୍ଟ୍ରି ସବୁ ବନ୍ଦ ହେବାକୁ ବସିଲାଣି। ତା ଭିତରେ ଏଟା ଗୋଟେ ବଡ଼ ଇଣ୍ଡଷ୍ଟ୍ରି ଥିଲା, ଆଗକୁ ଚଲେଇଥିଲେ ପୂର୍ବ ସରକାର ଯଦି ଲାଗିଥାନ୍ତେ ନିଶ୍ଚୟ ଚାଲି ପାରିଥାନ୍ତା। ସେ ଚେଷ୍ଟା ତ ହେଲା ନାହିଁ। ଯଦି ବି ଏବେ ଗୋଟେ ସରକାର ଚେଞ୍ଜ ହେଇଛି, ପୁଣି ଏମାନେ ଚାହୁଁଛନ୍ତି ଯେ ସେ ଫ୍ୟାକ୍ଟ୍ରି ଚାଲୁ। ଯେମିତି ଗୋଟେ ମଝିରେ ବନ୍ଦ ହେଇଥିଲା ନୀଳଗିରିରେ ସେ ସିଲବୋର୍ଡ ଫ୍ୟାକ୍ଟ୍ରି, ସେଟା ଚଲାଇଛି, ଚାଲିଛି। ଇସ୍ପାତ ଗୋପାଳପୁର ଇସ୍ପାତ ଆଉ ଏମିତି କିଛି ଫ୍ୟାକ୍ଟ୍ରି ଚାଲିଛି। ଆଉ ଏଟା ଚାଲିବାଟା ଆମେ ନିଶ୍ଚିତ ଚାହୁଁଛୁ, କାହିଁକି ନା ଚାଲିଲେ ୟା ଦ୍ୱାରା ବାଲେଶ୍ୱର ମାର୍କେଟରେ ଆପଣଙ୍କର ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚିତ ଘଟିବ। କାହିଁକିନା ଏଥିରେ ନିର୍ଭର କରୁଥିବା ବହୁତ ଡାଇରେକ୍ଟ ଇନଡାଇରେକ୍ଟ ବହୁତ ଲୋକ ଏଥିରେ ଉପକୃତ ହେବେ। ଆଉ ଆକ୍ଚୁଆଲି ଦେଖିବା ପାଇଁ ଗଲେ ଯେ ବିର୍ଲା ଟାୟାର୍ସ ଚାଲିଲେ ଆମର ଜାଗା ଆଖପାଖ ଗାଁର କିଛି ଦୋକାନୀ ବଜାର ଏଗୁଡ଼ା ସବୁ ଚାଲେ, ସେଟା ବି ଚାଲେ। କିନ୍ତୁ ପେରି ଡେଭଲପମେଣ୍ଟ ଉପରେ ସେମାନେ କେବେ ଧ୍ୟାନ ଦେଇନାହାନ୍ତି। ପେରି ଡେଭଲପମେଣ୍ଟ ଯେତେବେଳେ ହେଇଛି ବା ସ୍ଥାନୀୟ ନିଯୁକ୍ତି କଥା ହେଇଛି, ସେଥିରେ ସେମାନେ ଆମ ପିଲା ଏଠି ବହୁତ କମ୍ ପିଲା, ବାହାରୁ ପିଲା ବହୁତ ଭର୍ତ୍ତି ହେଇଛନ୍ତି। ମୁଖ୍ୟ ଜିନିଷ ରହୁଛି ଯେ ସାମୂହିକ ବା ସାମଗ୍ରିକ ବିକାଶ ସହିତ ନିଶ୍ଚିତ ନିଯୁକ୍ତି ଆମର ପେରି ଡେଭଲପମେଣ୍ଟ ପାଇଁ ସେମାନେ କେବେ କାମ କରିନାହାନ୍ତି ଏ ଅଞ୍ଚଳରେ। ସେଟା ନିଶ୍ଚୟ ଗୁରୁତ୍ୱ ଦେବେ। ଆମେ ଚାହୁଁଛୁ ଯେ ଗୋଟେ କମିଟି ଭେଟି ଆମେ ଜିଲ୍ଲାପାଳ ଏବଂ ତାଙ୍କର ଇଣ୍ଡଷ୍ଟ୍ରିଆଲ ତାଙ୍କର ଯିଏ ମୁଖ୍ୟ ଅଛନ୍ତି ପରିଚାଳକ, ତାଙ୍କୁ ଭେଟି ଆମେ ଏ ବାବଦରେ ଜଣେଇବୁ ଆମ ଗ୍ରାମର ବିଭିନ୍ନ ସୁବିଧା ଅସୁବିଧା ବା ଆମର ଏ ଅଞ୍ଚଳରେ ଫ୍ୟାକ୍ଟ୍ରି ଚାଲୁ। ଏଟା ଆମେ ନିଶ୍ଚିତ ଆମେ ଚାହୁଁଛୁ। ଫ୍ୟାକ୍ଟ୍ରି ଚାଲିବା ଦ୍ୱାରା କିଛି ଲୋକ ଆମର ଡାଇରେକ୍ଟ ଇନଡାଇରେକ୍ଟ ସେମାନେ ବି କ'ଣ କିଛି ଡିମାଣ୍ଡ ବି କରିଛନ୍ତି। କିଛି ପିଲା ପୁରୁଣା ପିଲା ବି ସେଠି ଜଏନ୍ କଲେଣି, ଆମେ ଦେଖୁଛୁ। ଆମର ବହୁତ ପିଲା ବି ଜଏନ୍ କଲେଣି, କିଛି ପିଲା ପଇସା ପତ୍ର ପାଇଲେଣି, ଆଉ କିଛି ପିଲା ରହିଛନ୍ତି। ତାଙ୍କର କ'ଣ ଉଦ୍ଦେଶ୍ୟ ଆମେ ତ ସେତେ ଭିତରେ ପଶିନୁ, ଜାଣିନୁ। କିନ୍ତୁ ଆଶା କରୁଛୁ ତାଙ୍କର ବି ଯଦି କିଛି ନ୍ୟାୟ ପାଇବାର ଅଛି, ସେଟା ଇଣ୍ଡଷ୍ଟ୍ରି ବା ଆମର ପ୍ରଶାସନ ଲେବୁଲରେ ସମାଧାନ କରିଦେବାଟା ଉଚିତ ହେବ। ଆଜ୍ଞା ନମସ୍କାର, ମୁଁ କୈଳାସ ଚନ୍ଦ୍ର ସ୍ୱାଇଁ, ସରସ୍ୱତୀପୁର ସରପଞ୍ଚ। ଭାଇ, ଆଜି ସରସ୍ୱତୀପୁର ପଡ଼ିଆରେ ଆଞ୍ଚଳିକ କମିଟି ତରଫରୁ ଆଜି ଗୋଟେ ବୈଠକ ବସିଛି। ବୈଠକର ଉଦ୍ଦେଶ୍ୟ କ'ଣ, କାହିଁକି ଏ ବୈଠକ ବସିଛନ୍ତି? ଏ ବୈଠକର ମୂଳ ଉଦ୍ଦେଶ୍ୟ ହେଲା ଫ୍ୟାକ୍ଟ୍ରିଟି ଚାଲୁ।
जो बिर्लाटा आसला सी बर्तमान डालमिया नहीं जहाँकि डालमिया कंपनी चलेले बालेश्वर डेभलप हम लोकल डेभलपमेंट सहित बालेश्वर डेभलप हम बालेश्वर डेभलप हेले बहुत लोक यही कंपनी बंद हो बहुत माने जो माने 40,000-50,000 दरमा पाउले से जाकि लोक बाड़ घेरुचंदी किए दुकान ले काम कर किए होटल ले काम कर आम चाहूचे फैक्ट्रीटा चलले समस्ते भलरे चलिबे किछि छुआ भलरे पाठ पढ़िबे कारण बापा इनकम कले पिला माने भलरे पाठ पढ़िबे भलरे रहिबे तेणु आम चाहूँ फैक्ट्री चालू से आम आंचलिक गोटे कमिटी करी लगुच फैक्ट्री चालू को माने कोट कोट समस्ते आछंती जीवगोष्ठी भाई माने कोट महिला माने मध्ये आज बहुत संख्या योगदान करछंती कोट से माने आछंती केतोटी पंचायत रे केतोटी एठी 4-5टी पंचायत रु आइछंती आर सरस्वती हमर छणपुर पंचायत रु सरपंच आइछंती मध्ये सुती पंचायत सरपंच प्लस मु अच्छी आउ ये साउ पंचायत सरपंच अच्छा एमती अच्छा प्लस सब आड़ू किछि लोक आसछंती।